ଗଅଁଦିଆ ଦୁଶ୍ଚିମ ହୋ ସମାଜର ପ୍ରଥମ ବାର୍ଷିକ ସଭା ସମ୍ମାନ ଅନୁଷ୍ଠିତ। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ବ୍ଲକ ଅନ୍ତର୍ଗତ ତଟିଗର ଗ୍ରାମରେ ଏକ ବର୍ଣ୍ଣାଢ୍ୟ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୌରବ ଗୁଇଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସ୍ଥାନୀୟ ସମିତି ସଭ୍ୟ ଦଶମ କାଲୁଣ୍ଡିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ହୋ ଜନଜାତିର ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ନିଜ ସମୟର ସଦୁପଯୋଗ କରିବା ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। ସମ୍ମାନିତ ଅତିଥି ଭାବେ ଓଡ଼ିଶା ପ୍ରଦେଶ ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଉପସଭାପତି ମଖମଲ ସଏ, କଟକ ଦିସୁମ ହୋ ସମାଜର କୋଷାଧ୍ୟକ୍ଷ ଗଣେଶ ହେମ୍ରମ, ପୋଲିସ ଅଧିକାରୀ ଦୁର୍ଯ୍ୟୋଧନ ତିରିଆ, ଶିକ୍ଷକ ସାହେବ ହେମ୍ରମ ଏବଂ ଶିକ୍ଷୟିତ୍ରୀ ଜାନକୀ ମୁଣ୍ଡ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ହୋ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ ଭାବେ ଆଗାମୀ ଜନଗଣନାରେ ନିଜର ମାତୃଭାଷା ହୋ ଜାତି, ହୋ ଏବଂ ଧର୍ମ ସାରନା ଭାବରେ ଉଲ୍ଲେଖ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ପାର୍ବତୀ ସିଦ୍ଧୁ, ସରସ୍ୱତୀ ଗୁଇଆ, ରାଜଲକ୍ଷ୍ମୀ ଲାଗୁରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସୁରେନ୍ଦ୍ର ହେମ୍ରମ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ।